52ଟି ଗ୍ରାମବାସୀ ତିଜିମାଳିରେ ମିଳିତ ଭାବେ ପର୍ବ ପାଳନ କରିଥିଲେ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଓ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଏହି ଦୁଇଟି ସୀମାରେ ଥିବା ତିଜିମାଳିଠାରେ ପାରମ୍ପରିକ ପର୍ବ ଧୁମଧାମରେ ପାଳନ କରାଯାଇଥିଲା। ମାଳିରେ ଥିବା ତିଜିରାଜା ପୀଠରେ ରୀତିନୀତି ଭାବରେ ପୂଜାର୍ଚ୍ଚନା କରିଥିଲା ବେଳେ ଏଥିରେ ମାଳି ସୁରକ୍ଷା ପାଇଁ ନିୟମଗିରି ମାଳି ପର୍ବତ ସୁରକ୍ଷା କୋରାପୁଟର ଖଣ୍ଡୁଆଳ ମାଳି ସୁରକ୍ଷା ବାପଳା ମାଳି ଶାଶୁବୋହୂ ମାଳି ଅନେକ ମାଳି ସୁରକ୍ଷା କମିଟି ଏଠାରେ ଯୋଗ ଦେଇଥିଲେ ଓ ମାଳି ସୁରକ୍ଷା ନେବା ପାଇଁ ବଜ୍ର ଶପଥ କରିଥିଲେ। ଉକ୍ତ ପର୍ବରେ ସଙ୍ଗୀତ ନୃତ୍ୟ ଆଦିବାସୀର ପାରମ୍ପରିକ ବୀର ବାଦ୍ୟରେ ତିଜିମାଳି ଦୁଲଦୁଲି ଉଠିଥିଲା। ଏହିଠାରେ ସ୍ଥାନୀୟ ଲୋକମାନେ ହ୍ୟାଞ୍ଜ ପର୍ବ ଆୟୋଜନ କରି ରଖିଥିଲା ବେଳେ ଆୟୋଜନ ବହୁତ ସୁନ୍ଦର ଭାବରେ କରାଯାଇଥିଲା ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।